ଜୀବନ ଦର୍ଶନର ଆଉ ଏକ ଭିନ୍ନ ବିଚାର। ଗଣିତ କ୍ଷେତ୍ରରେ 1ରେ 1 ମିଶିଲେ ଫଳ କେତେ ହୁଏ? 2। 1 + 1 = 2. This is possible in the field of mathematics. କିନ୍ତୁ ସଂଗଠନ କ୍ଷେତ୍ରରେ, in the field of organization, ରାଲି, ଧାରଣା, ଏସବୁ କ୍ଷେତ୍ରରେ 1 ସହିତ 1 ମିଶିଲେ ଫଳ ହୁଏ 11। ଅର୍ଥାତ୍ ସଂଗଠନ ସୁଦୃଢ଼ ହୁଏ, ଏମାନଙ୍କର ଷ୍ଟ୍ରେଙ୍ଗଥ୍ ବଢ଼ିଯାଏ। ଆଉ ଯଦି ଆମେ ପ୍ରେମ କଥା ବିଚାରକୁ ନେବା, ତାହେଲେ ପ୍ରେମ କ୍ଷେତ୍ରରେ 1 ସହିତ 1 ମିଶିଲେ ଫଳ ହୁଏ 1। ଅର୍ଥାତ୍ ଗୋଟିଏ ହୃଦୟ ସହିତ ଆଉ ଗୋଟିଏ ହୃଦୟ ମିଶିଲେ ସେମାନେ ଏକାକାର ହେଇଯାଆନ୍ତି। ଆଉ ଯଦି ଆମେ ଦର୍ଶନ କ୍ଷେତ୍ରକୁ ବିଚାରକୁ ନେବା, ତାହେଲେ 1 ସହିତ 1 ମିଶିଲେ ଫଳ ହେଇପାରେ 1, ଫଳ ହେଇପାରେ 0, ଫଳ ହେଇପାରେ 0, ଫଳ ହେଇପାରେ ଦ୍ୱୈତ, ଫଳ ହେଇପାରେ ଅଦ୍ୱୈତ। ଆଉ ଯଦି ଯୁଦ୍ଧ କ୍ଷେତ୍ରରେ ଆମେ 1କୁ ବିଚାରକୁ ନେବା, ଅର୍ଥାତ୍ 1 ସହିତ 1 ମିଶିବ ବା 1 ସହିତ 1 ଯୁଦ୍ଧ କରିବ, ତାହେଲେ ରେଜଲ୍ଟ କ'ଣ ହେବ? ଜଣେ ହାରିବ, ଜଣେ ଜିତିବ, ତ -1 ହେଇପାରେ। କିମ୍ବା ଯଦି ନ୍ୟୁକ୍ଲିୟର ୱାର୍ ହେଲା, ତାହେଲେ 2 ଜଣ ମଧ୍ୟ ନିଶ୍ଚିହ୍ନ ହେଇଯାଇପାରନ୍ତି, ରେଜଲ୍ଟ 0 ବି ହେଇପାରେ। ଆଉ ଯଦି ଆପଣମାନେ ଭିନ୍ନ ବିଚାରରେ ଜଏନ୍ କରନ୍ତି, ତାହେଲେ ରେଜଲ୍ଟ କ'ଣ ହେବ? You know the result. Thank you very much.